ଘାରିଛି ରେକର୍ଡ କରିବାର ନିଶା। ହେଲେ ଏତେ କମ୍ ବୟସରୁ କେହି କେବେ ରେକର୍ଡ କରିବା କଥା ଆପଣ ବୋଧହୁଏ ଶୁଣି ନଥିବେ। ଝାଡ଼ଖଣ୍ଡର ଜଣେ 7 ବର୍ଷର ଶିଶୁ ରେକର୍ଡ କରିବା ପାଇଁ ପରିଶ୍ରମ କରୁଛି। ଝାଡ଼ଖଣ୍ଡ ରାଞ୍ଚିର ଇଶାଙ୍କ ଏବେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା କଷ୍ଟକର ସମୁଦ୍ର ପଥକୁ ସେ ଜୟ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ନାମ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି। ଏତେ କମ୍ ବୟସରେ ତାଙ୍କର ମନୋବଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସେ ପ୍ରତିଦିନ ପାଣିରେ କଠିନ ପରିଶ୍ରମ କରୁଛନ୍ତି। ଏପ୍ରିଲ 29 ତାରିଖରେ ତାମିଲନାଡୁର ରାମେଶ୍ୱରମରେ ସେ ପହଞ୍ଚିବେ। ଏହାପରେ 30 ତାରିଖରେ ତାଙ୍କ ପରିବାର ସଦସ୍ୟ ଏବଂ ପହଁରିବା ଦଳ ସମୁଦ୍ର ପଥ ଦେଇ ଶ୍ରୀଲଙ୍କାର ତଲାଇ ମନାର ଅଭିମୁଖେ ଯାତ୍ରା କରିବେ। 30 ତାରିଖ ଦିନ ଇଶାଙ୍କ ତଲାଇ ମନାରରୁ ତାଙ୍କର ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେ 30 କିଲୋମିଟର ଦୂରତା ଅତିକ୍ରମ କରି ଭାରତର ଶେଷ ସାମୁଦ୍ରିକ ସୀମା ଧନୁଷକୋଡ଼ିରେ ପହଞ୍ଚିବେ। ପହଁରିବା ଇଶାଙ୍କର ବହୁତ ପସନ୍ଦ ବୋଲି ତାଙ୍କ ମା କହିଛନ୍ତି। ତାଙ୍କୁ ଯେତେବେଳେ 2.5 ବର୍ଷ ହୋଇଥିଲା ସେ ପହଁରିବା ଆରମ୍ଭ କରିଥିଲେ। ତାଙ୍କ ପିତା ସୁନୀଲ ଇଶାଙ୍କର ବଡ଼ ଗାଇଡର। ମୋ ପୁଅର ଏଭଳି ଆତ୍ମବିଶ୍ୱାସ ଦେଖି ମୋତେ ବହୁତ ଖୁସି ଲାଗୁଛି ବୋଲି ସୁନୀଲ କହିଛନ୍ତି। ସେ ବିଶ୍ୱ ରେକର୍ଡ କରିପାରିବେ ବୋଲି ମୋର ବିଶ୍ୱାସ ରହିଛି। ସେଥିପାଇଁ ସେ ପ୍ରବଳ ପରିଶ୍ରମ କରୁଥିବା କଥା କହିଛନ୍ତି ବାପା। ଇଶାଙ୍କ ପ୍ରତିଦିନ ରାଞ୍ଚିର ଧୁରୱା ଡ୍ୟାମ୍ରେ 4 ରୁ 5 ଘଣ୍ଟା ପରିଶ୍ରମ କରନ୍ତି। ଏପରିକି ସେ 15 ରୁ 20 କିଲୋମିଟର ପହଁରି ପାରୁଛନ୍ତି। ଏହା ସହ ସପ୍ତାହରେ ଥରେ 8 ଘଣ୍ଟା ପରିଶ୍ରମ କରୁଛନ୍ତି। ଇଶାଙ୍କ ପହଁରିବା ବେଳେ ତାଙ୍କ ସହ ପୁରା ଟିମ୍ ରହିଥାନ୍ତି। ଆସନ୍ତା ଏପ୍ରିଲ 11 ତାରିଖରେ ସେ କୋଚି ଯାଉଛନ୍ତି। ପେରିୟାର ନଦୀରେ ଖୋଲା ଜଳ ସନ୍ତରଣ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବେ। ସେଠାରେ କୌଣସି ବୟସ ସୀମା ନଥିବାରୁ ସେ ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି। ଇଶାଙ୍କ ଅନେକ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ଇଶାଙ୍କ ସନ୍ତରଣ କରିବା ସହ ଭଲ ପାଠ ମଧ୍ୟ ପଢୁଛନ୍ତି। ତେବେ ଇଶାଙ୍କ ଏହି ସଫଳତା ହାସଲ କରନ୍ତୁ ବୋଲି ସବୁ ଭାରତୀୟ ଚାହିଁଛନ୍ତି। ଏତେ କମ୍ ବୟସରୁ ଏଭଳି ଦୁଃସାହସିକ ନିଷ୍ପତ୍ତି ନେବା ଛୋଟ କଥା ନୁହେଁ। ଆଉ ଏହି ରେକର୍ଡ କରିବା ପାଇଁ ସେ ପ୍ରତିଦିନ ପରିଶ୍ରମ ମଧ୍ୟ କରୁଛନ୍ତି। ତେଣୁ କୁନି ଇଶାଙ୍କ ବେଶ ସଫଳତା ପାଆନ୍ତୁ ବୋଲି ସମସ୍ତେ ଚାହିଁଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।